ପିଲାମାନେ ଆମର ପ୍ରଥମ କ୍ଲାସରେ ଆମେ ଦେଖିଥିଲେ ସମ୍ବଳର ସଂଜ୍ଞା କାହାକୁ କହନ୍ତି, ସମ୍ବଳକୁ ବୁଝିଥିଲେ ଆମେ। ଆଉ ସମ୍ବଳର ବିଶେଷତ୍ୱ ବିଷୟରେ ତମେ ଜାଣିଥିଲ, ସମ୍ବଳର ପ୍ରକାରଭେଦ ବିଷୟରେ ତମେ ଜାଣିଥିଲ, ଆମେ ଆଲୋଚନା କରିଥିଲେ। ସମ୍ବଳର ପ୍ରକାରଭେଦ ଅନୁସାରେ କୁ ଆମେ ଯେତେବେଳେ ଭାଗ କରୁଛେ, ଆମେ ଆଜି ଦେଖିବା ଦୁଇଟା ପ୍ରକାରଭେଦକୁ ଆମେ ଆଲୋଚନା କରିବା। ଗୋଟେ ହେଉଛି ବିକାଶ ସ୍ତର ଅନୁସାରେ ଆମେ ସମ୍ବଳକୁ କେତେ ଭାଗରେ ବିଭକ୍ତ କରିଛେ। ବିକାଶ ସ୍ତର ଅନୁସାରେ ଆମେ ସମ୍ବଳକୁ 4 ଭାଗରେ ବିଭକ୍ତ କରିଛେ। 1 ଗଚ୍ଛିତ ସମ୍ବଳ, 2 ସମ୍ବଳ ଭଣ୍ଡାର, 3 ବିକଶିତ ସମ୍ବଳ, 4 ସଂରକ୍ଷିତ ସମ୍ବଳ। ଆମେ 4 ଭାଗରେ ବିଭକ୍ତ କରିଛେ। ବିକାଶ ସ୍ତର ଅନୁସାରେ ସମ୍ବଳକୁ ଆମେ 4 ଭାଗରେ ବିଭକ୍ତ କରିଛେ। ପ୍ରଥମଟା ହେଉଛି ଆମର ଗଚ୍ଛିତ ସମ୍ବଳ। ଗଚ୍ଛିତ ସମ୍ବଳ କ'ଣ ପିଲାମାନେ? ଯେଉଁଟା ଆମ ପରିବେଶରେ ଯେଉଁ ସମ୍ବଳ ଗୁଡ଼ାକ ଆମର ଅଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ତାକୁ ବ୍ୟବହାର କରିନାହିଁ, ତାକୁ ଆମେ ଗଚ୍ଛିତ ସମ୍ବଳ ବୋଲି ତାକୁ କହନ୍ତି। ବା ତାକୁ ଇଂରାଜୀରେ ତାକୁ ଯଦି ଆମେ କହିବା ପୋଟେନ୍ସିଆଲ ରିସୋର୍ସେସ୍ ବୋଲି ଆମେ ତାକୁ କହୁଛେ। ଉଦାହରଣ, ଆମେ ଦେଖ, ଆମ ଭାରତ ଗୋଟେ ବିରାଟ ବଡ଼ ଦେଶ, ଆମର ଭୂ ପ୍ରକୃତି ଅନୁସାରେ ବିରାଟ ବଡ଼ ଦେଶ। ଆମର ଯେତେବେଳେ ଆମେ ପଶ୍ଚିମ ଭାରତକୁ ଦେଖିବା, ଆମ ଗୁଜରାଟ ଆଉ ରାଜସ୍ଥାନ 2ଟା ରାଜ୍ୟ ଅଛି, ଯେଉଁଠିକି ସୂର୍ଯ୍ୟ ଶକ୍ତି ଆଉ ପବନ ଶକ୍ତିଟା ପ୍ରଚୁର ପରିମାଣରେ ଆମକୁ ଉପଲବ୍ଧ ଅଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାକୁ ଆମେ ବ୍ୟବହାର କରିନେ। ସୋ ଆମେ ଜାଣିଛେ ଆମେ ଅଛି, କିନ୍ତୁ ଆମେ ତାକୁ ବ୍ୟବହାର କରିନି, ତାକୁ ଆମେ ଗଚ୍ଛିତ ସମ୍ବଳ ବୋଲି କହୁଛେ। ସମ୍ବଳ ଭଣ୍ଡାର କ'ଣ? ଆଚ୍ଛା, ଆମର ଦେଖ ପୁରୁଣା କାଳିଆ ଘରମାନଙ୍କରେ ସବୁ ଭଣ୍ଡାର ଘର ବୋଲି ଗୋଟେ ଗୋଟେ ଅଛି, ସବୁ ତାକୁ ଷ୍ଟକ୍। ଆମର ଏଟା ଷ୍ଟକ୍ କ'ଣ ଅଛି? ଆମର ଅଛି, ଆମ ପାଖରେ, ଆମ ଦେଶରେ ଅଛି, ସମ୍ବଳ ଗୁଡ଼ାକ ଅଛି, କିନ୍ତୁ ବର୍ତ୍ତମାନର ଜ୍ଞାନ କୌଶଳ ତାକୁ ବ୍ୟବହାର କରିବା ପାଇଁ ଆମକୁ ସୁଯୋଗ ଦେଇନି, ବା ବର୍ତ୍ତମାନର ଜ୍ଞାନ କୌଶଳ ଅନୁସାରେ ଆମେ ତାକୁ ବ୍ୟବହାର କରିପାରୁ ନାହିଁ। ତାକୁ ଆମେ କହୁଛେ ସମ୍ବଳ ଭଣ୍ଡାର। ତୃତୀୟ ପ୍ରକାର ସମ୍ବଳ ହେଉଛି ବିକଶିତ ସମ୍ବଳ। ଏଇଟା ତମେ ଜାଣିପାରୁଛ, ବିକଶିତ କ'ଣଟା? ଯେଉଁଟା ବିକାଶ ଲାଭ କରିସାରିଛି। ଆମେ ଗୋଟେ ଜିନିଷକୁ ଆମେ ବିକାଶ କରାଇ ସାରିଲେ। ଉଦାହରଣ ସ୍ୱରୂପ ଆମ କୋରାପୁଟ ଜିଲ୍ଲା କଥା ଦେଖିବ ତମେ, ଦେଓମାଳି ପର୍ବତ ନିକଟବର୍ତ୍ତୀ ଅଞ୍ଚଳରେ ଆମର ବକ୍ସାଇଟ୍ ପ୍ରଚୁର ପରିମାଣରେ ଉପଲବ୍ଧ ଥିଲା। ତାକୁ ଆମେ ଜାଣିପାରିଲେ ଏବଂ ଆମେ ତାକୁ ବିକଶିତ କରିକି ଆମେ ତାକୁ ଆଲୁମିନିୟମ ପ୍ଲାଣ୍ଟରେ ତାକୁ ବିନିଯୋଗ ଆମେ କଲେ ଏବଂ ଆଲୁମିନିୟମ ବାହାର କରିପାରିଲେ। ସୋ ସେଇଠି କୋରାପୁଟ ଜିଲ୍ଲାରେ ଯେଉଁ ସମ୍ବଳଟା ଥିଲା, ବକ୍ସାଇଟ୍ଟା ଥିଲା, ତାକୁ ଆମେ ବିକଶିତ କରାଇଲେ। ସୋ ସେଇଟା ହେଉଛି ବିକଶିତ ସମ୍ବଳ। ତୃତୀୟ ପ୍ରକାର ସମ୍ବଳ ହେଉଛି ସଂରକ୍ଷିତ ସମ୍ବଳ। ଏଇଟାକୁ ତୁମେ ମୋଟେ କନଫ୍ୟୁଜ୍ ହେବନି। ସମ୍ବଳ ଭଣ୍ଡାର ଯେଉଁଟା ଆମ ପାଖରେ ଅଛି, ସଂରକ୍ଷିତ ସମ୍ବଳ ଇଏ ମଧ୍ୟ ଆମ ପାଖରେ ଅଛି, କିନ୍ତୁ ଆମେ ଜାଣିଛେ ଅଲରେଡ଼ି, ଆମେ ଜାଣିସାରିଛେ ଯେ ଆମେ ସର୍ଭେ ଅନୁସାରେ ଆମେ ଜାଣିସାରିଛେ ଯେ ଏ ସମ୍ବଳଟା ଆମ ପାଖରେ ଅଛି, କିନ୍ତୁ ନିକଟ ଭବିଷ୍ୟତରେ ତାର ବ୍ୟବହାରର ସୁଯୋଗ ନାହିଁ। ସୋ ହେଇପାରୁନାହିଁ, କିନ୍ତୁ ନିକଟ ଭବିଷ୍ୟତରେ ତାର ବ୍ୟବହାର ଆମେ କରିପାରିବା। ସେହି ପ୍ରକାର ସମ୍ବଳକୁ ଆମେ ସଂରକ୍ଷିତ ସମ୍ବଳ ବୋଲି କହୁଛେ। ସୋ ପିଲାମାନେ ଜାଣିଲ, ତମେ ବିକାଶ ସ୍ତର ଅନୁସାରେ ଆମେ ସମ୍ବଳଟାକୁ 4 ଭାଗରେ ବିଭକ୍ତ କରିଛେ। ଗୋଟେ ହେଉଛି ଗଚ୍ଛିତ ସମ୍ବଳ, ଯାହା ଅଛି ବ୍ୟବହାର ହେଇନି। ସମ୍ବଳ ଭଣ୍ଡାର, ଯାହା ଆମର ଜ୍ଞାନ କୌଶଳ ବର୍ତ୍ତମାନ ନାହିଁ, ଅଛି କିନ୍ତୁ ଜ୍ଞାନ କୌଶଳ ନାହିଁ ତାକୁ ବ୍ୟବହାର କରିବା ପାଇଁ। ବିକଶିତ ସମ୍ବଳ, ଯାହା ଆମକୁ ଆମେ ବିକାଶ କରାଇ ସାରିଛେ ସେ ସମ୍ବଳଟାକୁ। ସଂରକ୍ଷିତ ସମ୍ବଳ, ଯେଉଁଟାକି ଆମ ପାଖରେ ଅଛି କିନ୍ତୁ ନିକଟ ଭବିଷ୍ୟତ ତାକୁ ଆମେ ବ୍ୟବହାର କରିପାରିବା। ବୁଝିଲା ପିଲାମାନେ? ପିଲାମାନେ ଆମେ ଜାଣିଲେ, ବର୍ତ୍ତମାନ ଆମେ ଦେଖିବା ମାଲିକାନା ଅନୁସାରେ ଆମେ ସମ୍ବଳକୁ
केते प्रकार भाग करुचे। मालिकाना दृष्टिकोण आमर देख एटा पिला माने भारत मानचित्रटा मालिकाना दृष्टिकोण आम संबल को 4 प्रकार विभक्त करुचे। प्रथमटा हला व्यक्तिगत, 2 होची गोष्ठीगत, 3 होची जातीय, 4 होची अंतर्जातीय संबल। व्यक्तिगत संबल, गोष्ठीगत संबल, जातीय संबल, आंतर्जातिक संबल। प्रथम देखा व्यक्तिगत संबल कौन। अच्छा पिला व्यक्तिगत पेनटा मोर, सार्टटा मोर, ए घरटा मोर कि मो बापांकर। तो एगुड़ाक सब हूँ कि जमी मोर अच्छी से मोर। तो एगुड़ाक सब जो गुड़ाक निज मालिकानार अच्छी से गुड़ाक आम व्यक्तिगत संबल भी कहना। आम घर गोटे पुअटे अच्छी से आम कौनटा मोर किसी जमी अच्छी से मो जमी। तो से संबल गुड़ाक कहीं से गुड़ाक आम आवश्यकता पूरण कर सो से संबल गुड़ाक जो गुड़ाक आम व्यक्तिगत मालिकानार अच्छी ताको आम व्यक्तिगत संबल भी कहना। द्वितीय प्रकार संबल हूँ गोष्ठीगत संबल। गोष्ठी गोटे कम्युनिटी। गोष्ठी कौन। अच्छा पिला तुम कौटे पाठ पढ़ुच तुम गोटे निर्दिष्ट तुम गोटे सहर जयपुर सहर पिला माने तुम जयपुर स्कूल पाठ पढ़ुच। तुम तो जाइए कोरापुट स्कूल पाठ पढ़ुन जयपुर सहर। तेणुकर ये स्कूलटा गोटे गोष्ठी जयपुर अंचल स्कूल गोटे गाँव गोटे पोखरी अच्छी पुष्करिणी अच्छी समस्त गाधोक जाऊँ सो सहीटा को आम से संबलटा को आम से जो पुष्करिणीटा को आम गोष्ठीगत संबल बोली आम कहवा। अच्छा पिला तुम संध्या 4टा बेलू जाकर खेलुच कौटे गोटे निर्दिष्ट गोटे खेल पड़िया जाकर गाँव खेल पड़िया खेलुच से खेल पड़ियाटा गोटे गोष्ठी जनकर नुहे रामर कि दामर कि रहीमर कि ईश्वर कि जनकर गोटे गोष्ठीर किसी जनकर गाँव खेल पड़िया। लोक मृताहत हो सारा पर कौन कर पढ़ुं कौटी पढ़ुं श्मशान से जनकर कि गोटे गोष्ठीर गाँव सो से गुड़ाक आमको गोष्ठीगत संबल अंतर्भुक्त करवा। वर्तमान गुरुत्वपूर्ण जिनस को आम आसवा जातीय संबल को क्या कहती। जातीय संबल कौन आम देशर ना कौन भारत। भारतर गोटे निर्दिष्ट परिसीमा अच्छी सो आम भारत वर्तमान देख मैपटा देख यहाँ आम भारतर मानचित्र। ये जो भारत आम देश भारत मु आम देश कथा कहूँ ये भारत भितर जहाँ सब अच्छी माटी पानी पवन गछ मनीष खनिज पदार्थ जहाँ भी सब उपलब्ध आम ये बाउंड्री भितर से गुड़ाक सब जाक कार संभव आमर संभव। रास्ता घाट कह खेल पड़िया कह जहाँ भी कह से गुड़ाक सब जाक आमर आम देशर संबल। तेणुक आम आम देशर संबल कहवा आम आमर जातीय संबल बोली आम कहवा। तो पिला कौन जातीय संबल बोले कौन बुझल आम देशर परिसीमा अंतर्भुक्त जहाँ भी संबल उपलब्ध ताकू आम जातीय संबल बोली कहवा। अच्छा पिला तुम मन में प्रश्न आसुव आम देश को लगे किसी जलभाग भी अच्छी तो ये जलभागटा कहार पिला माने ये जो संबल कथा आम जो पढ़ुचे आम देशर गोटे विस्तीर्ण तटरेखा अच्छी 7500 किलोमीटर तटरेखा अच्छी। यू आरंभ कर कच्छ आरंभ करमती जीव एपटे आसिक एपर्यंत ता सहित किसी आमर द्वीप मान अच्छे आइलैंड मान अच्छा
ସେମାନଙ୍କର ପରିସୀମା ଏଗୁଡ଼ାକର ଆମର ତଟରେଖା କିଛି ଅଛି ଯାହାର କି ଦୈର୍ଘ୍ୟ 7500 କିଲୋମିଟର। ଏଇ ଯେଉଁ ସମୁଦ୍ର ଅଛି ଆମକୁ ଲାଗିକିରି ସମୁଦ୍ର ଯେହେତୁ ଅଛି ଆଉ ଆମେ ସମୁଦ୍ର ଭିତରକୁ ଯିବାନି କି ଆମେ ସମୁଦ୍ର ଭିତରକୁ ଯାଉଛେ ବୁଲିବାକୁ ଯାଉଛେ କିଛି ଲୋକ କିଛି ଅନ୍ୟ କିଛି କାମରେ ଯାଉଛନ୍ତି ଗାଧୋଇବାକୁ ଯାଉଛେ ସୋ ସେଟା କୋଉଠିକି ଯାଉଛେ ଆମ ସମୁଦ୍ରକୁ ଯାଉଛେ। ସୋ ଏ ଅଞ୍ଚଳଟା ହେଉଛି ଏଇଥିରୁ ତଟରେଖାରୁ 12 ନଟିକାଲ ମାଇଲ। ନଟିକାଲ ମାଇଲ ସମୁଦ୍ର ତଟରେଖାରୁ 12 ନଟିକାଲ ମାଇଲ ପର୍ଯ୍ୟନ୍ତ ହେଉଛି ଇଏ ଆମ ଦେଶର ସମ୍ବଳ ଜାତୀୟ ସମ୍ବଳ। ମନେକର ଆମେ ପୁରୀ ଯାଇଛେ କି ଆମେ ବିଶାଖାପାଟଣା ଯାଇଛେ ବିଶାଖାପାଟଣା ସମୁଦ୍ର କୂଳରୁ ବା ପୁରୀ ସମୁଦ୍ର କୂଳରୁ 12 ନଟିକାଲ ମାଇଲ ପର୍ଯ୍ୟନ୍ତ ଆମେ ଭିତରକୁ ଯଦି ଯାଉଛେ ତା ଅର୍ଥ ଆମେ ଆମ ଦେଶ ଭିତରେ ହିଁ ଅଛେ ଆମ ଦେଶର ସମ୍ବଳକୁ ଆମେ ବ୍ୟବହାର କରୁଛେ। ଆଚ୍ଛା ନଟିକାଲ ମାଇଲ କ'ଣ ଆମେ ତ ଜାଣିଛେ ମାଇଲ ଜାଣିଛେ ଆମେ କିଲୋମିଟର ଜାଣିଛେ ସବା ନଟିକାଲ ମାଇଲ କ'ଣ ଯେହେତୁ ପୃଥିବୀର ନଟିକାଲ ମାଇଲକୁ ତ ଆମେ ଗ୍ଲୋବଟାକୁ ମନେ ପକାଉ ପିଲାମାନେ ଗ୍ଲୋବଟାକୁ ଦ୍ରାଘିମା ଅଛି ଅକ୍ଷାଂଶ କାଳ୍ପନିକ ରେଖା ଗୁଡ଼ାକ ଅଛି ଯେହେତୁ ଆମେ ଛୋଟିଆ ଜାଗାଟେ ମୁଁ ମୋ ସ୍କୁଲକୁ ଯିବା ପାଇଁ ମୋତେ 3 କିଲୋମିଟର ରାସ୍ତା ଯେହେତୁ ମୁଁ ଗୋଟେ ସମତଳରେ ଯାଉଛି ତେଣୁ କରିକି ମୁଁ କିଲୋମିଟର ହିସାବରେ ତାକୁ ଗ୍ରହଣ କରୁଛି ମାପଟା। କିନ୍ତୁ ଯେତେବେଳେ ଜଳପଥ ଆକାଶ ପଥକୁ ବେଶୀ ଦୂରକୁ ଡିଷ୍ଟାନ୍ସଟାକୁ ଯେତେବେଳେ ଆମେ ମାପିବାକୁ ପଡ଼ୁଛି ସେତେବେଳକୁ ଆମର ମାପିବାର ୟୁନିଟ୍ଟା ଆମର ବଦଳି ଯାଉଛି ସେଟାକୁ ଆମେ ନଟିକାଲ ମାଇଲ ହିସାବରେ ଆମେ ଗ୍ରହଣ କରୁଛେ। ସୋ 12 ନଟିକାଲ ମାଇଲ ଇଜ ଇକ୍ୱାଲ ଟୁ ପାଖାପାଖି ଆମର 12 नॉटिकल माइल इज इक्वल टू 22.2 किलोमीटर ता अर्थ 22.2 किलोमीटर पर्यंत होची आम देशर तटरेखार होची आमर समुद्र भितर से गुड़ाक सब आम जातीय संबल भितर को आसूचे। बर्तमान पाने तापर आम जानी कि 12 नॉटिकल माइल पर किसी कम ना कि आम बोईत धरिक आम लोक मैंने जाऊे कि आमर जहाज मैंने ए देश से देश को जीवा आसवा करें कि तो आउ गोटे जिनस ये भितर आसूची गुरुत्वपूर्ण जिनस हूँ EEZ एक्सक्लूसिव इकोनॉमिक जोन से कौन पिला माने आमर जो 12 नॉटिकल माइल पर्यंत आमर सीमारेखा धार्य करागला तापर 1982 मसीह जातिसंघर निष्पत्ति अनुसार गोटे सामुद्रिक नियम से नियम अनुसार गोटे देशर तटरेखा जदि अच्छी से तटरेखारू 200 नॉटिकल केते तटरेखारू 200 नॉटिकल माइल तो ये जो एरियाटा ये जो 200 नॉटिकल माइल एरिया रहा ये हूँ आमर EEZ जोन बात को अनन्य अर्थनैतिक जोन बोली कहुए ये अंचल भितर हम कौन कर ये अंचल भितर सी आम देश को आम देशर तटरेखा को लगिक 200 किलोमीटर तटरेखारू 200 किलोमीटर पर्यंत जो सामुद्रिक जोनटा अच्छी से ही जोन रे आमे रिसर्च काम किसी कर आमे आमको पिला माने जानिଛ आमर ये भितरे मांगानीज उपलब्ध सो मांगानीज पिंड आमको जातिसंघ तरफ आमको अनुमति मिली आमे यही भितर EEZ जोन भितर आमको
ଅଙ୍ଗାନୀଜାନ ଉତ୍ତୋଳନ କରିପାରୁଛି। ପିଲାମାନେ ଜାଣିକି ଜାଣିବ ଫ୍ରାନ୍ସ ବହୁତ ଛୋଟିଆ ଦେଶଟା, କିନ୍ତୁ ପୃଥିବୀରେ ସବୁଠୁ ଇଇଜୋଡଜେନ୍ ହେଉଛି ସବୁଠୁ ସେମାନଙ୍କର ଅଧିକ। ପୃଥିବୀରେ ପ୍ରଥମ ମାନେ ସର୍ବବୃହତ୍ ଦେଶ ଯାହାର କି ସବୁଠୁ ଅଧିକ ଇଇଜେଡ୍ ଜୋନ୍ ଫ୍ରାନ୍ସରେ ରହିଛି। ସୋ ତମେ ଜାଣିଲ ପିଲାମାନେ ଜାତୀୟ ସମ୍ବଳ କ'ଣ? 12 ନଟିକାଲ ମାଇଲ ପର୍ଯ୍ୟନ୍ତ ତଟରେଖାରୁ 12 ନଟିକାଲ ମାଇଲ ପର୍ଯ୍ୟନ୍ତ ସେ ହେଉଛି ଯାହା ବି ଅଛି ସେଗୁଡ଼ାକ ସବୁ ଯାକ ଆମର ଜାତୀୟ ସମ୍ବଳ ଭିତରେ ଅନ୍ତର୍ଭୁକ୍ତ। ତଟରେଖା ଠାରୁ 200 ନଟିକାଲ ମାଇଲ ପର୍ଯ୍ୟନ୍ତ ସେଇ ଯେଉଁ ଜୋନ୍ଟା ରହିଲା ସେଇଟା ହେଉଛି ଇଇଜେଡ୍ ଜୋନ୍, ଯେଉଁଟାକି ଆମର ଅର୍ଥନୈତିକ କାମ ପାଇଁ ଏଇ ଜୋନ୍ଟି ଆମକୁ ସାହାଯ୍ୟ କରୁଛି। ଆମେ ଏଥିରୁ କିଛି କିଛି ଲାଭବାନ ଆମେ ପାଇପାରୁଛେ। ଆ ପରଠାରୁ ଏ ଯେଉଁ 200 କିଲୋମିଟର ନଟିକାଲ ମାଇଲ ପରଠାରୁ ଯାହା ବି ଏରିଆ ଆସିଲା ତାକୁ ଆମେ ଆନ୍ତର୍ଜାତିକ ସମ୍ବଳ ବୋଲି ଆମେ କହିପାରିବା। ତାକୁ ଆମେ ଆନ୍ତର୍ଜାତିକ ସମ୍ବଳ ବୋଲି କହିବା। ପିଲାମାନେ ବୁଝିପାରିଲ? ଆମେ ମାଲିକାନା ଦୃଷ୍ଟିକୋଣରୁ ସମ୍ବଳକୁ ଆମେ 4 ଭାଗରେ ବିଭକ୍ତ କଲେ। ଗୋଟେ ହେଉଛି ବ୍ୟକ୍ତିଗତ ସମ୍ବଳ, 2 ହେଉଛି ଗୋଷ୍ଠୀଗତ ସମ୍ବଳ, 3 ହେଉଛି ଜାତୀୟ ସମ୍ବଳ, 4 ହେଉଛି ଆନ୍ତର୍ଜାତିକ ସମ୍ବଳ। ଜାତୀୟ ସମ୍ବଳ ଭିତରେ ଆମକୁ ଟିକେ ଅଧିକ ମନେ ରଖିବାକୁ ପଡ଼ିବ କ'ଣଟା, ଆମକୁ ତଟରେଖା ଠାରୁ 12 ନଟିକାଲ ମାଇଲ ପର୍ଯ୍ୟନ୍ତ ହେଉଛି ଆମର ଜାତୀୟ ସମ୍ବଳ ଭିତରେ ଅନ୍ତର୍ଭୁକ୍ତ, ଆଉ ତଟରେଖା ଠାରୁ 200 ନଟିକାଲ ମାଇଲ ପର୍ଯ୍ୟନ୍ତ ଆମର ରହୁଛି ଅନନ୍ୟ ଅର୍ଥନୈତିକ ଜୋନ୍ ବା ଇଇଜେଡ୍ ଜୋନ୍। ଧନ୍ୟବାଦ ପିଲାମାନେ, ବୁଝିପାରିଥିବ। ଧନ୍ୟବାଦ।